କ୍ରିକେଟ ଜଗତରେ ଆସିଲା ଏକ ବଡ଼ ଖବର। ବର୍ତ୍ତମାନ ଟି-20 ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ୟୁଏସଏରେ ଖେଳା ଯାଉଥିବା ବେଳେ ଆଜି ଚଳିତ ବର୍ଷ ଦ୍ୱିତୀୟ ଟି-20 ୱାର୍ଲଡ କପର ସେମିଫାଇନାଲ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଭାରତ ସମୟ ଯେ 8ଟା PM ରେ ଖେଳାଯିବ। କିନ୍ତୁ ବର୍ତ୍ତମାନ ସମୟରେ ଗୟାନାରେ ପ୍ରବଳ ବର୍ଷା ହେଉଥିବା ବେଳେ 90% ଅଧିକ ଚାନ୍ସ ଆଜିର ମ୍ୟାଚ୍ ବାତିଲ ହେବାର ସମ୍ଭାବନା ଦେଖାଯାଉଛି। ଏବେର ପରିସ୍ଥିତିରେ ଆଇସିସି ଏକ ନୂତନ ନିୟମ ଜାରି ରଖିଥିବା ବେଳେ ଯେଉଁ ନିୟମ ଅନୁଯାୟୀ ବାତିଲ ହେଇଥିଲେ ମଧ୍ୟ ଫାଇନାଲରେ ପ୍ରବେଶ କରିଥାନ୍ତେ। ସମ୍ପୂର୍ଣ୍ଣ ଭିଡିଓଟିକୁ ଆରମ୍ଭ କରିବା ପୂର୍ବରୁ ମୋର ଚ୍ୟାନେଲରେ ନୂଆରେ ଆସିଥିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରି ସେୟାର କରନ୍ତୁ ମୋର ଚ୍ୟାନେଲକୁ ୱାଚ୍। ତେବେ ଚାଲନ୍ତୁ ଜାଣିବା ଆଜିର ମ୍ୟାଚକୁ ନେଇ ଆସିଥିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଚଳିତ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଆଇସିସି କୌଣସି ରିଜର୍ଭେସନ ଘୋଷଣା କରିନଥିବା ବେଳେ ଅନ୍ୟପଟେ ଏହି ମ୍ୟାଚ୍ ପାଇଁ ଏକ ନୂତନ ନିୟମ ଜାରି ରଖିଛି। ସୂଚନା ଅନୁଯାୟୀ ଏହି ମ୍ୟାଚଟି 8ଟା PM ରୁ ଯଦି 1 PM ଯାଏଁ ଆରମ୍ଭ ହେଇନଥାଏ ଆଇସିସି ନୂତନ ନିୟମ ଯେଉଁ ଦଳ ପଏଣ୍ଟସ୍ ଟେବୁଲ ପ୍ରଥମ ସ୍ଥାନରେ ପହଞ୍ଚି ଫାଇନାଲ ଯାଇଥାନ୍ତେ। କହିଦେବାକୁ ଚାହିଁବେ ଜୁନ 27 ତାରିଖରେ ଭାରତ ସମୟ ଯେ 8ଟା PM ରେ ଖେଳା ଯାଉଥିବା ବେଳେ ଏହି ମ୍ୟାଚ୍